Jai Jagannath. Good morning to all my viewers, parents, students, and service aspirants. ଆଜି ଆମେ time and work ର ଗୋଟେ question ପକେଇବା both for Odia and English medium students. And the question is also coming in the examination of railway recruitment examination, bank PO examination, LIC AO examination, AO examination, SSC examination, CT and BD examination, RI, etc. Question is A can do a piece of work in 20 days, which B can do it in 12 days. B worked at it for 9 days. A can finish the remaining work in their days. Option A 3 days, B 5 days, C 7 days, D 11 days. Again I am going to read the question. A can do a piece of work in 20 days, which B can do it in 12 days. B worked at for 9 days. A can finish the remaining work in their days. That's question ta. Question होची A can do a piece of work in 20 days. Solution कौन करवा? ओडिया प्रश्नटा होची A can do a piece of work in 20. A गोटे काम को 20 दिन रे करे. Which B can do it in 12 days. जोटा कि B 12 दिन रे करे. से गोटे काम. B worked at काम कला it for 9 days. B 9 दिन पे काम कला. 20 दिन रे कामटा शेष करलो. से 9 दिन काम कला. आ कलानी. A can finish the remaining work. ଆଉ ଯାହା ଅବଶିଷ୍ଟ କାମ ରହିଲା remaining work ତାକୁ A finish କରିବ କେତେ ଦିନରେ? ଅପସନ ଦେଇଛି 3 days, 5 days, 7 days, 11 days. ତେଣୁ ଦେଖନ୍ତୁ 1984 ମସିହାରେ ଆମମାନେ ଓଡ଼ିଆ ମିଡ଼ିୟମ ସ୍କୁଲରେ ପଢ଼ୁଥିଲୁ, ହାଇ ସ୍କୁଲରେ, ପ୍ରାଇମେରୀ ମଧ୍ୟ ଓଡ଼ିଆ ମିଡ଼ିୟମ। ସେତେବେଳେ ସ୍କୁଲର ଅବସ୍ଥା କ'ଣ ଥିଲା? ବହି କିଣିବାକୁ ନଥିଲା, ଟେକ୍ସଟ ବୁକ୍ କିଣିବାକୁ ନଥିଲା ପଇସା, ଘରେ ପଇସା ନଥିଲା, ଗାର୍ଡିଆନ ମାନେ ପଇସା ଦେଇପାରୁନଥିଲେ, ବହି ଦେଇପାରୁନଥିଲେ, ଖାତା କଲମ ବି ଦେଇପାରୁନଥିଲେ। ସେଥିରେ ପୁଣି ମ୍ୟାଥମେଟିକ୍ସ କମ୍ପଲସରି ମ୍ୟାଥମେଟିକ୍ସ, ଅପସନାଲ ମ୍ୟାଥମେଟିକ୍ସ, ମୋର ମନେ ଅଛି ମୋର ମେନ୍ସୁରେସନ ଆଣ୍ଡ ସର୍ଭେ ମଧ୍ୟ ଥିଲା। କମ୍ପଲସରି ମ୍ୟାଥମେଟିକ୍ସରେ ଆଲଜେବ୍ରା, ଜିଓମେଟ୍ରି, ଆଉ ଅପସନାଲ ମ୍ୟାଥମେଟିକ୍ସରେ ଆଲଜେବ୍ରା, ଜିଓମେଟ୍ରି, ତା ସହିତ ଟ୍ରିଗୋନୋମେଟ୍ରି, ମେନ୍ସୁରେସନ ସର୍ଭେ, ଜମିବାଡ଼ି ମାପ। ତେଣୁ ସେଇଟା ଗୋଟେ ଏକ୍ସଟ୍ରା ଅପସନାଲ ମଧ୍ୟ ଥିଲା। ଆମେ ଏତେ ମ୍ୟାଥମେଟିକ୍ସ ପଢ଼ୁଥିଲୁ, ପୁଣି ଟ୍ୟୁସନ ନାହିଁ, ପଇସା ନାହିଁ, ଟ୍ୟୁସନ କୋଉଠୁ ପଇସା କିଏ ଦବ? ତେଣୁ ଧନୀ ପିଲାମାନେ ପଢ଼ୁଥିଲେ। ଯାହା ହଉ ଆମେ ଭାଗ୍ୟ ଭଲ, ମୁଁ ସେତେବେଳେ ଫାର୍ଷ୍ଟ ଡିଭିଜନ ପାଇଥିଲି। ବହୁତ ଖୁସି ବି ଲୋକମାନେ ଥିଲେ। ପଇସା ଅଭାବରୁ ଆମେ ଭଲ ପଢ଼ି ପାରିଲୁନି। +2 ସାଇନ୍ସ କଲି, ତାପରେ +3 ସାଇନ୍ସ ଏସିଏସରେ କଲି, +2 ପିଏନ୍ଏରେ କରିଥିଲି, ପାଠ ପଢ଼ିଥିଲି। କିନ୍ତୁ ଓଡ଼ିଆ ମିଡ଼ିୟମ ପିଲା ଆମେ ଇଂଲିଶ ବୁଝିପାରୁଛୁ କେମିତିକା? ଆଜିକାଲି ସମସ୍ତେ କହୁଛନ୍ତି ଇଂଲିଶ ମିଡ଼ିୟମରେ ପଢ଼ିବେ। ତାହେଲେ A can do a piece of work in 20 days. ଆମେ ଇମିଡିଏଟ କେମିତି କହିପାରୁଛୁ ଯେ ଆର ଓଡ଼ିଆଟା? ଏ ଗୋଟିଏ କାମକୁ 20 ଦିନରେ କରେ। which B can do it in 12 days, ଯୋଉଟା କି B ତାକୁ 12 ଦିନରେ କରେ। ତାହେଲେ ଆମର ଟ୍ୟୁସନ ନାହିଁ, କ'ଣ ଆମେ ଏମିତି ପାଠ ପଢ଼ିଥିଲୁ ଯେ ଆମକୁ ଏଇଟା ହେଲ୍ପ କରୁଛି, ଇଜିର ହେଇଯାଉଛି ଇଂଲିଶ ବି ଆଉ ଓଡ଼ିଆ। ତ ସେମିତି କିଛି ନାହିଁ, ମନୋବୃତ୍ତି ହେଉଛି ମୁଖ୍ୟ। ଲୋକମାନେ ଆଜିକାଲି ଇଂଲିଶ ମିଡ଼ିୟମରେ ପଢ଼ି ପକାଉଛନ୍ତି, ତାହେଲେ ଇଂଲିଶ ଜ୍ଞାନ ବଢ଼ିବା ପାଇଁ। ଆମେ ତ ଓଡ଼ିଆ ମିଡ଼ିୟମରେ ପଢ଼ୁଥିଲେ, ଆମେ ତ ଇଂଲିଶ ପଢ଼ିକି କରିପାରୁଛୁ? କିଛି ନାହିଁ। ଇଂଲିଶ ଜ୍ଞାନ ମିନିମମ୍ ନଲେଜ ରହିବା ଦରକାର। ଆଉ ଯେତିକି ଆବଶ୍ୟକ, ଯେହେତୁ ଆମେ ଓଡ଼ିଆ ଷ୍ଟୁଡେଣ୍ଟ, ଓଡ଼ିଆ ଘରେ ରହିଲୁ, ଆମ ଘରେ କେହି ଇଂଲିଶରେ କଥାବାର୍ତ୍ତା ହୁଅନ୍ତିନି, ତେଣୁ ଆମର ଫ୍ରିକ୍ୱେଣ୍ଟଲି ସ୍ପିକିଂଟା ଟିକେ କମିଯାଉଛି। ଆଉ ଯେହେତୁ ଆମେ ପ୍ରାଇମେରୀ ଅପର ପ୍ରାଇମେରୀ ସ୍କୁଲରେ ଟିଚର ଅଛୁ, କ୍ଲାସ୍ 1 to 8 ଯାଏଁ ପଢ଼ଉଛୁ, ସେଥିପାଇଁ ଆମର ଇଂଲିଶ ଜ୍ଞାନ ବି ସେତେ ୟୁଜ୍ ନାହିଁ। କାହାର ସବଜେକ୍ଟ କ'ଣ ପଢ଼ୁଛି, ଖାଲି ସ୍ପେଶାଲ ଇଂଲିଶ ପଢ଼ୁଥିଲେ ଇଂଲିଶ ଜ୍ଞାନଟା ଅଧିକ ରହନ୍ତା। କୋଉଠି ଏମାନେ ପଢ଼ିଲୁଣି, କୋଉଠି ଇଂଲିଶ ପଢ଼ିଲୁଣି, କୋଉଠି ମ୍ୟାଥମେଟିକ୍ସ ପଢ଼ିଲୁଣି, କୋଉଠି ସାଂସ୍କ୍ରିଟ ପଢ଼ିଲୁଣି, ହିଷ୍ଟ୍ରି ବି ପଢ଼ିବାକୁ ପଡ଼ୁଛି। ତେଣୁ ସବୁ ସବଜେକ୍ଟ ବାଟିକି ପଢ଼ିବାକୁ ପଡ଼ୁଛି। ତେଣୁ ଇଂଲିଶର ଜ୍ଞାନ ନିଜେ କରିବାକୁ ପଡ଼ିବ ହେଲା। ତେଣୁ ଭାବୁଛି ସାର୍ ତ ପ୍ରାଇଭେଟ ସ୍କୁଲ ଟିଚର, ଓଡ଼ିଆ ମିଡ଼ିୟମ ଟିଚର, ଆଉ ଗରିବ ଘରରୁ ବି ଆମେ ସେତେବେଳେ ଥିଲୁ, ଆମର ଅବଶ୍ୟ ଖାଇବା ପିଇବା ଭଲ ଥିଲା, କିନ୍ତୁ ଏତେ ସବୁ ନଥିଲା, ଫାଇନାନ୍ସିଆଲ ଆମେ ୱିକ୍ ଥିଲୁ। ଯାହା ହଉ, A can do a piece of work in 20 days. ସମାଧାନ କରିବା। A in 20 days
dots 1 bar in one day रे केते करियो 1/20 parts ए 20 दिन रे गोटे काम करची ए गोटे दिन रे केते करियो 1/20 parts ए कते 20 अंश बी कोन करची बी in 12 days dots 1 part in one day 1/12 parts तो बी दिने करे करची 1/12 ए दिने करे करची 1/20 गोटे काम रे 20 भागे होला को हला which B can do it 12 days B worked at 9 worked at it worked it at for 9 days worked at तो काम कला it है for 9 days और B 9 days रे केते करची B in 9 days 9/12 parts 3 गले 3 3 गले 4 3/4 parts B एकुटिया करला 9 दिन रे 3/4 parts रिमेनिंग माने काम तो 1 ना तो रिमेनिंग केते আছে 1 minus 3/4 एलसीएम वाला 4 4 minus 3 1/4 parts होइला B कला 1 3/4 4 parts आउ छाड़ दे पड़ला 1/4 parts सेटा किए करबो ए करबो ताले A can finish the remaining work in dash days ताले एक दिन में केते काम करची 20 days A dots 1/20 parts in one day one part केते करियो 20 days 1/4 parts केते करियो 20 into 1/4 5 days ताले रिमेनिंग वर्क ता ए करिवो केते दिन 5 days A can finish the remaining work in 5 days which is correct B is correct आंसर B is correct मैं आशा करछि समस्त बुझी पाथिबे उभय ओडिया इंग्लिश मीडियम पिला को धन्यवाद समस्त बुझंतु सब्सक्राइब करंतु अधिक रु अधिक सब दिन क्वेश्चन गोटे जोड़े जीव जेहेतु हम सर्विस करछु समय मिलले तो पुणी करू अधिक क्वेश्चन पढ़िया कथा देखा रिटायरमेंट पर घंटिकिया क्लास करवा तापी एक्स्ट्रा सब दरकार तेणु आशा करूँ समस्त बुझे लाइक शेयर सब्सक्राइब करने को भूलिबे नहीं कमेंट्स दिंतु आ खाली देखिक रही जातुनी थैंक यू जय जगन्नाथ।